ବାଜି ଗମ୍ୟ ସ୍ଥାନ ନୁହେଁ ସର୍ବ ସମୟରେ ବାଜି ରାଜି କ୍ରୀଡ଼ା କରେ ବିଗତ ଭୟରେ। ଅତି ଚମତ୍କାର ବର୍ଣ୍ଣନା ଉପେନ୍ଦ୍ର ଭଞ୍ଜନା। ତରଣୀ କୂଳର ସାର ଆଶ୍ରିବାରୁ ନିରନ୍ତର। ତରଣୀ କୂଳର ସାର ଯେ ରାମଚନ୍ଦ୍ର ଅର୍ଥାତ୍ ରାମ ତାରକ ମନ୍ତ୍ର ଉପାସନା କରି ମୋର ଅପୂର୍ବ କବିତ୍ୱ ସିଦ୍ଧିଲାଭ କରିଥିବାରୁ ମୁଁ କହେ ଉପେନ୍ଦ୍ର ଭଞ୍ଜ ମୁଁ ଲଭିଛି ଶବଦ ସମୁଦ୍ର ପାର। ମୁଁ ଶବ୍ଦ ସମୁଦ୍ରକୁ ପାର ହୋଇଯାଇଛି। ଏଇଭଳି ଦାମ୍ଭିକତା ବା ଦମ୍ଭର ସହିତ କବି କହିଛନ୍ତି ଯେଉଁ ଶବ୍ଦଗୁଡ଼ିକ ଆଳଙ୍କାରିକ ଶବ୍ଦ ସବୁ ପ୍ରୟୋଗ କରିଛନ୍ତି। ତେଣୁ ଆସନ୍ତୁ ସେଇଭଳି ଆଳଙ୍କାରିକ ଶବ୍ଦ ବିନ୍ୟାସ ପରବର୍ତ୍ତୀ ପର୍ଯ୍ୟାୟରେ ଏହି ଉପାଖ୍ୟାନ ଜରତା ଋଷ୍ୟଶୃଙ୍ଗ ଉପାଖ୍ୟାନରେ କ'ଣ କହିଛନ୍ତି କବି ଆସନ୍ତୁ ଶୁଣିବା। ବାଜିଗମ୍ୟ ସ୍ଥାନ ମୁଁ ନୁହେଁ ଅର୍ଥାତ୍ ଏଇଭଳି ସାନ୍ଧ୍ର ନିବିଡ଼ ଅରଣ୍ୟରା ଯେଉଁ ନୌକା ଯାଉଛି ତାର ଉଭୟ ପାର୍ଶ୍ୱରେ ନଦୀର ତଟ ବା ତୀରରେ ଆଉ ବାଜି ଅର୍ଥାତ୍ ଗୋଟେ ସ୍ୱର ମଧ୍ୟ ସେଥିରେ ଭେଦ କରିପାରିବାନି। ସ୍ୱରଟି ତ ଅତି ସରୁ ଜିନିଷ ଆଜ୍ଞା, ସୂକ୍ଷ୍ମ ଜିନିଷ।